ଓଡ଼ିଶାରେ ଆଜି ବି ପୁଣି ମାଡ଼ି ଆସୁଛି ବର୍ଷା। ପୁଣି ଆଜି ବି ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦର୍ଶକ ବନ୍ଧୁ, ପାଣିପାଗ ଅପଡେଟ୍ ଜାଣିବା ପାଇଁ ଦର୍ଶକ ବନ୍ଧୁ ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ନହେଲେ ଆଜିର ସମ୍ପୂର୍ଣ୍ଣ ପାଣିପାଗ ଅପଡେଟ୍ ଆପଣ ଜାଣିପାରିବେ ନାହିଁ। ତେଣୁକରି ଦର୍ଶକ ବନ୍ଧୁ, ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ, ଆଉ ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ରାଜ୍ୟରେ ପ୍ରାୟ 8 ରୁ 10 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ହେବାକୁ ଯାଉଥିବା ମୁଖ୍ୟ ଜିଲ୍ଲାଗୁଡ଼ିକ ମୟୂରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ୱର। ଉପକୂଳ ଓଡ଼ିଶା ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡ଼ା। ଆପଣମାନେ ଯଦି ନୂଆ କରି ଆମ ଚ୍ୟାନେଲକୁ ଦେଖୁଛନ୍ତି ତାହେଲେ ସବସ୍କ୍ରାଇବ୍ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଆଉ ଭିଡ଼ିଓକୁ ଏବେ ପର୍ଯ୍ୟନ୍ତ ଯଦି ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ। ସୁନ୍ଦରଗଡ଼ ଏବଂ ଢେଙ୍କାନାଳ ଜିଲ୍ଲାର କିଛି ସ୍ଥାନରେ ପାଗ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ବର୍ଷା ହେବାର ଅଧିକ ସମ୍ଭାବନା ରହିଛି। ପବନ ବେଗ ଘଣ୍ଟା ପ୍ରତି 25 ରୁ 40 କିଲୋମିଟର ପବନ ବେଗ ରହିବାର ସମ୍ଭାବନା ରହିଛି। ବିଶେଷ କରି ଚାଷୀ ଭାଇ ଭଉଣୀ ମାନଙ୍କୁ ସତର୍କର ପରାମର୍ଶ ଦିଆଯାଇଛି। କେବେ ବାହାରକୁ ଯିବା ସମୟରେ ଆପଣ ପାଗ ଦେଖିକି ଯାଆନ୍ତୁ। ଅଧିକା ପାଣିପାଗ ଅପଡେଟ୍ ଜାଣିବା ପାଇଁ ଦର୍ଶକ ବନ୍ଧୁ ଭିଡ଼ିଓକୁ ଲାଇକ୍ କରନ୍ତୁ, ଆଉ ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରିକି ରଖନ୍ତୁ। ଆଉ ଏହି ଭିଡ଼ିଓଟି ନିହାତି ଭାବରେ ସେୟାର କରନ୍ତୁ ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ, ଯାହାଫଳରେ ସେମାନେ ମଧ୍ୟ ପାଣିପାଗ ଅପଡେଟ୍ ଖବର ପାଇପାରିବେ। ଆଜି ହେଉଛି ମାର୍ଚ୍ଚ 27 ତାରିଖ, ଶୁକ୍ରବାର।